দেশের সুরক্ষা সৈনিক। নমস্কার, জয় জগন্নাথ। ওড়িশা ড্রাইভর মহাসংঘরে জড়িত থাকা সমস্ত ভাই ମାନଙ୍କୁ এবং ওড়িশার সমস্ত জনসাধারণଙ୍କୁ ମୁଁ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ନୁଲି, ମୋ ସହିତ ରାଜ୍ୟ କମିଟିର ମାନସ ଭାଇ ଏବଂ ଦିଲ୍ଲୀପ ଭାଇ। ଆମେ ଗତକାଲି ପର୍ଯ୍ୟନ୍ତ ଯେଉଁ ଆମର 5 ଦିନର ଧାରଣା ଥିଲା ଲୋୟର ପିଏମ୍ଜିରେ, ନିହାତି ଭାବରେ ଓଡ଼ିଶା ଡ୍ରାଇଭର ମହାସଂଘ ଏବଂ ଡ୍ରାଇଭର ଏକତା ମହାମଞ୍ଚ ଜରିଆରେ ଆମେ ଦୀର୍ଘ 5 ଦିନର ଶାନ୍ତିପୂର୍ଣ୍ଣ ଧାରଣାରେ ଲୋୟର ପିଏମ୍ଜିରେ ବସିଥିଲେ ଏବଂ ଆମେ ଆମର ନିଷ୍ପତ୍ତି ନେଇଥିଲେ ଯେ ଆଜି ଆମର ଶେଷ ଦିନ, ଆଜି ଆମେ ଚାଲିଯିବୁ ଏଠୁ। କାରଣ ଆମେ ଯାହା ଅନୁମାନ କରୁଛୁ ଭୁବନେଶ୍ୱର ଆସିକି ବା ଏମାନଙ୍କ ସହିତ ଏଠି ଆନ୍ଦୋଳନ କରିକି ମାନେ ଯାହା ସଫଳତା ପାଇପାରିବା ନାହିଁ, ନିହାତି ଭାବରେ ଆମେ ଅନ୍ୟ ରାସ୍ତାରେ ଅନ୍ୟ ମାଧ୍ୟମରେ ଆମେ ଆମର ବୃତ୍ତିରୁ ନିବୃତ୍ତ ରହିଲେ ମଧ୍ୟ ଆମେ ମାନେ ଅଧିକାର ପାଇବାର ଯହ ସମ୍ଭାବନା ରହୁଛି। ଆଉ ଏଠି ଯେଉଁ ପ୍ରକାର ସିଷ୍ଟମ ହେଉଛି, ଯାହା ବି ହେଉଛି ସବୁକିଛିକୁ ମାନେ ଏଇଠି ବସିବା ଅପେକ୍ଷା ନିହାତି ନିଜ ଗାଁରେ ଯଦି ଆମେ କରିବା ସବୁଠୁ ବେଟର ହେବ। ତେଣୁକରି ଆମେ ନିଷ୍ପତ୍ତି ବି ନେଇଥିଲୁ ଗତକାଲି ଯେ ଆଜି ଲାଷ୍ଟ, ସରକାରକୁ ଯଦି ବୁଝିବାର ଅଛି ବୁଝି ନିଅନ୍ତୁ, ନହେଲେ ଆମେ ଯାଇକି ଆମ କାର୍ଯ୍ୟ କରିବୁ। ତେଣୁକରି ଗତକାଲି ତଥାପି ସରକାରଙ୍କର ଡାକରା ମଧ୍ୟ ଆସିଥିଲା, ଯାଇଥିଲୁ, ଆଲୋଚନା ହେଲା, ସବୁକିଛି କରାଯିବ ବୋଲି କୁହାଗଲା। କିନ୍ତୁ ନିହାତି ଭାବରେ କିଛି ସେଥିରେ ଏମିତି ଅଛି ଯାହାକି ଆମେ ସେଥିରେ ସନ୍ତୋଷ ହୋଇପାରିଲୁନି, ବେଶୀ ତ ଆଲୋଚନା କରିପାରିଲୁନି ଯାହା ବି ହେଲା, କିନ୍ତୁ ସେଥିରେ ଆମେ ସନ୍ତୁଷ୍ଟ ନୁହଁ। ସବୁ ଜିନିଷ ହେବ, କିନ୍ତୁ କେବେ ହେବ କ'ଣ ହେବ ତାର କିଛି ସିଷ୍ଟମ ନାହିଁ, ଏମିତି କିଛି ଜଣାପଡ଼ିଲା ଆମକୁ। ତେଣୁକରି ଆମେ ନିଷ୍ପତ୍ତି ନେଲୁ ଯେ ଆଗାମୀ ଦିନରେ ଆମେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ପ୍ରତ୍ୟେକ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ କରିବୁ, ସମସ୍ତେ ପ୍ରିପେୟାରରେ ରୁହନ୍ତୁ। ନିହାତି ଭାବରେ ଆଙ୍ଗୁଠିକୁ ବଙ୍କା ନ କରିବା ଯାଏ ଘିଅ କାଢ଼ି ପାରିବାନି। ତେଣୁକରି ଆମେ ପ୍ରିପେୟାରରେ ରହିବା। ଆମେ ଯେମିତି ମାନେ ସମ୍ଭାବ୍ୟ ଗୋଟେ ଡେଟ୍ ଦେଇଛେ ମେ 5 ତାରିଖରୁ ଆମେ ଦରକାର ପଡ଼ିଲେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିପାରେ, ତ ଆସନ୍ତା 10 ତାରିଖ ଦିନ ଆମର ଆଲୋଚନା ଅଛି। ମନ୍ତ୍ରୀଙ୍କ ସହିତ ଯେଉଁ ଆଲୋଚନା କଲୁ, ମାନେ ଆଗାମୀ 10 ତାରିଖ ପାଇଁ ସେଟା ରହିଗଲା। ସେଥିପାଇଁ ଆମେ ନିହାତି ଭାବରେ ଅସନ୍ତୋଷ ପ୍ରକାଶ କଲୁ। ତ ଆଗାମୀ 10 ତାରିଖ ଦିନ ବୋର୍ଡ ବୈଠକ ହେବ। ବୋର୍ଡ ବୈଠକରେ ଏସବୁ ଦାବି ବିଷୟରେ ଆଲୋଚନା ହେବ। ସେଦିନ ହିଁ ଜଣାପଡ଼ିବ ସରକାର କ'ଣ କରିବେ, କ'ଣ ନ କରିବେ, ପାରିବେ କି ପାରିବେନି। ସେ ଯାହା ବି ହଉ, ଆମେ ଚିନ୍ତା କରିଥିଲେ ମଧ୍ୟ ଆଗାମୀ ମେ 5 ତାରିଖରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବା ପାଇଁ ବର୍ତ୍ତମାନ 10 ତାରିଖ ଆମେ କ୍ଲିୟର କରିବୁ। କିନ୍ତୁ ଗତକାଲି ମଧ୍ୟ ଭାଇମାନଙ୍କୁ କୁହାଯାଇଛି, ଭାଇମାନେ ତ ବହୁତ ଭାଇମାନେ ଚାଲି ଯାଇଥିଲେ ନ, ଆମେ 8 ବଜା ପର୍ଯ୍ୟନ୍ତ ଅପେକ୍ଷାରେ ଥିଲୁ ମୁଖ୍ୟମନ୍ତ୍ରୀକୁ ଦେଖା କରିବା ପାଇଁ, କିନ୍ତୁ ତାହା ସମ୍ଭବ ହୋଇନଥିଲା। ତେଣୁକରି ଆମେ ସମସ୍ତେ ବର୍ତ୍ତମାନ ପ୍ରିପେୟାର ରହିବା। ଆଗାମୀ ଦିନରେ ଯଦି ମୋତେ ଗୋଟେ ସପ୍ତାହ ମୋ ଘରେ ବସିବାକୁ ପଡ଼େ, ତାହେଲେ ମୋ ପରିବାର ଯେମିତି ଭୋକରେ ନ ମରନ୍ତି ତା ପାଇଁ ସଂଗ୍ରହ କରି ରଖିବାକୁ ପଡ଼ିବ। ଏବଂ ଆଗାମୀ ଦିନରେ ସମସ୍ତେ ଏକତାର ସହିତ, ଯେମିତି ଆମେ କିଛି ଭାଇମାନଙ୍କର କମ୍ପ୍ଲେନ୍ ଆସେ ଯେ ଷ୍ଟେରିଂ ଛାଡ଼ ଯେତେବେଳେ ଆମେ କରିଥାଉ ମୋ ଘରେ ଖାଇବାକୁ ନାହିଁ, ମୁଁ ଯିବି ମାନେ ଗାଡ଼ି ଚୋରି, କିଛି ଭାଇ କହିଥାନ୍ତି। ତେଣୁକରି ସେ ଭାଇମାନେ ନିହାତି ଭାବରେ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ ଏବଂ ଆଗାମୀ ଦିନରେ ଆମେ ତ ନୁହଁ, ସାରା ଓଡ଼ିଶାବାସୀକୁ ବି ପ୍ରସ୍ତୁତ କରିବା ପାଇଁ କରିବା, କାହାକୁ ଅସୁବିଧାରେ ପକାଇ ନ ଦେବା ପାଇଁ ବ୍ୟବସ୍ଥା କରିବା। କିନ୍ତୁ ନିହାତି ଭାବରେ ଆମକୁ ଆମ ଘରେ ଥାଇ ଷ୍ଟେରିଂ ଛାଡ଼ ଆନ୍ଦୋଳନକୁ ସଫଳ କରିବାକୁ ପଡ଼ିବ। ତାଦ୍ୱାରା ହିଁ ଆମେ ନିହାତି କିଛି ପାଇପାରିବା ବା ଆମର ସମସ୍ୟାକୁ ଦୂର କରିପାରିବା ବୋଲି ଆଶା ଅଛି। ଜୟ ଜଗନ୍ନାଥ।